ଡାକରା ଆସିଛି। ପୁଣି ଏମିତି ସେମିତି ଡାକରା ନୁହେଁ, ରାଷ୍ଟ୍ରପତି ଭବନରୁ ଡାକରା। ଆଉ ଯାହାକୁ ଡାକରା ଆସିଛି ସେ ହେଉଛନ୍ତି ଏସ୍ ଜ୍ୟୋତି ରେଡ୍ଡି, ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ କାଳିଆବାଲି ଗ୍ରାମର ଏସ୍ ଜ୍ୟୋତି ରେଡ୍ଡି, ଯିଏକି ଗଞ୍ଜାମ ଜିଲ୍ଲାର ପ୍ରଥମ ଲକ୍ଷପତି ଦିଦି ହେବାର ଗୌରବ ଅର୍ଜନ କରିଛନ୍ତି। ଆଉ ସେହିପରି ମହିଳାଙ୍କୁ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନିମନ୍ତ୍ରଣ କରିଛନ୍ତି। ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପାଇ ସେଠାକୁ ଯିବାକୁ ଉଚ୍ଛନ୍ନ ହେଲେଣି। ଆସନ୍ତାକାଲି ମଧ୍ୟ ସେ ସେଠାକୁ ଯିବା ପାଇଁ ସମସ୍ତ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ତେବେ ମୋ ସହିତ ମଧ୍ୟ କାଳିଆବାଲିର ଏସ୍ ଜ୍ୟୋତି ରେଡ୍ଡି ମୋ ସହିତ ମଧ୍ୟ ଏଠାରେ ଉପସ୍ଥିତ ଅଛନ୍ତି। ଆଉ ଚାଲନ୍ତୁ ତାଙ୍କ ନିକଟକୁ ଯିବା ଏବଂ ସେ ରାଷ୍ଟ୍ରପତିଙ୍କ ନିକଟରୁ ନିମନ୍ତ୍ରଣ ପାଇ କେତେ ଉତ୍ସାହିତ ଅଛନ୍ତି ସେ ବିଷୟ ନେଇ ତାଙ୍କ ସହିତ ଆଲୋଚନା କରିବା। ମ୍ୟାଡ଼ାମ୍, ପ୍ରଥମେ ଆପଣଙ୍କ ଖବର ଓଡ଼ିଶା ତରଫରୁ ସ୍ୱାଗତ ଜଣାଉଛି। ରାଷ୍ଟ୍ରପତି ଭବନରୁ ଆପଣଙ୍କୁ ଡାକରା ଆସିଛି। ଡାକରା କେଉଁ ଦିନ ଆସିଲା? ରାଷ୍ଟ୍ରପତି ନିମନ୍ତ୍ରଣ କରିଛନ୍ତି, ନିମନ୍ତ୍ରଣ ପତ୍ର ଆପଣଙ୍କ ପାଖକୁ କେଉଁ ଦିନ ଆସି ପହଞ୍ଚିଲା ଏବଂ କେଉଁମାନେ ଆଣି ନିମନ୍ତ୍ରଣ ପତ୍ର ଦେଇଥିଲେ, ଆଉ ନିମନ୍ତ୍ରଣ ପତ୍ର ପାଇଲା ପରେ ଆପଣ କ'ଣ ଫିଲ୍ କରୁଛନ୍ତି? ନମସ୍କାର, ମୋ ନାଁ ଜ୍ୟୋତି ରେଡ୍ଡି, ଗ୍ରାମ କାଳିଆବାଲି, ଜିପି ଶ୍ରୀରାମଚନ୍ଦ୍ରପୁର, ବ୍ଲକ ଛତ୍ରପୁର, ଜିଲ୍ଲା ଗଞ୍ଜାମ। ମୁଁ ବହୁତ ଖୁସି ଅଛି, ଯେହେତୁ ମୁଁ ଭାବିନଥିଲି ମୁଁ ଏତେ ବଡ଼ ଅପରଚ୍ୟୁନିଟି ମୋତେ ମହାମାୟୀ ଦ୍ରୌପଦୀ ମୁର୍ମୁଙ୍କ ମ୍ୟାଡ଼ାମଙ୍କଠୁ ମୋତେ ଯେ ନିମନ୍ତ୍ରଣ ଆସିଛି, ମୁଁ ବହୁତ ମାନେ ଗୋଟେ ପ୍ରାଉଡ଼୍ ଫିଲ୍ କରିପାରୁଛି। ମୁଁ ଗୋଟେ ବହୁତ ମାନେ ନିଜକୁ ଧନ୍ୟ ମନେ କରିପାରୁଛି ମୋତେ ଏତେ ବଡ଼ ଅପରଚ୍ୟୁନିଟି ମିଳିଛି ବୋଲି। ମୋତେ ଯେତେବେଳେ ସେ ନିମନ୍ତ୍ରଣ ଦେଲେ ସେଇଟା ମୁଁ ନିଜେ ହିଁ ଖୋଲିଲି, ଦେଖିଲା ବେଳକୁ ମୋତେ ରାଷ୍ଟ୍ରପତି ଭବନରୁ ଆସିଛି ମୋତେ ଏତେ ବଡ଼ ଅପରଚ୍ୟୁନିଟି ବା ନିମନ୍ତ୍ରଣ ପତ୍ର। ମୁଁ ଏତେ ପୁରା ମନକୁ ଖୁସି, ମାନେ ପ୍ରାଉଡ଼୍ ଫିଲ୍, ସେ ଖୁସିଟା ମୁଁ ବାହାରେ କହିପାରିଲିନି। ମୁଁ ଏତେ ବହୁତ ମାନେ ଖୁସି ଅଛି। ମୁଁ କ'ଣ କହିଲି, ମୁଁ ଏସ୍ଏଚ୍ଜି ତ ପ୍ରାୟ 2008ରୁ ଫର୍ମେସନ୍ କରିଥିଲି, କିନ୍ତୁ ସେ ଏସ୍ଏଚ୍ଜି ସେମିତି ହିଁ ଥିଲା। 2011ରେ 11 ବା 12ରେ ଆମର ସେଫା କାର୍ଯ୍ୟକ୍ରମ ବୋଲି ଯେଉଁ ଆମର ସାଉଥ୍ କୋ ଅଣ୍ଡରରେ ଗୋଟେ ଏସ୍ଏଚ୍ଜିଙ୍କୁ ଦାୟିତ୍ୱ ଦେଲେ ବିଲ୍ କଲେକ୍ସନ୍ ପାଇଁ। ସେ ବିଲ୍ କଲେକ୍ସନ୍ ମୁଁ ସେଇଟା ହିଁ କରୁଥିଲି। ମୁଁ ପ୍ରତ୍ୟେକ ଗାଁକୁ ଯାଇ ଡୋର୍ ଟୁ ଡୋର୍ ବିଲ୍ କଲେକ୍ସନ୍ କରିକି ଆଣେ। ମୁଁ ସେଥିରେ ବିଲ୍ ପିଛା 5 ଟଙ୍କା ସେତେବେଳେ ପାରିଶ୍ରମିକ ଥିଲା, 4-5 ହଜାର ଭିତରେ ମୁଁ ପାଉଥିଲି, ଯେତେବେଳେ ଏବେ ବର୍ତ୍ତମାନ 10 ଟଙ୍କା ପାରିଶ୍ରମିକ ଦେଉଛନ୍ତି। ସାଧାରଣତଃ ମହିଳାମାନେ ଚାରିକାନ୍ଥ ମଧ୍ୟରେ ଆବଦ୍ଧ ହୋଇ ରହିଥାନ୍ତି। ଆପଣ ଜଣେ ମହିଳା, ଆପଣ ବର୍ତ୍ତମାନ ଲକ୍ଷପତି ଦିଦି ବନିଛନ୍ତି ସତ, କିନ୍ତୁ ଚାରିକାନ୍ଥ ଭିତରୁ, ଆବଦ୍ଧ କୋଠରୀ ଭିତରୁ ଆପଣ ବାହାରକୁ ବାହାରିଲେ କେମିତି? ଏଥିରେ କେଉଁମାନେ ଆପଣଙ୍କୁ ସହାୟତାର ହାତ ବଢ଼ାଇଥିଲେ? ପରିବାରର ଭୂମିକା କ'ଣ ଥିଲା? ମୁଁ ତ ଚାରିକାନ୍ଥ ଭିତରେ ଘରେ ରହୁଥିଲି। ଯେତେବେଳେ ଏସ୍ଏଚ୍ଜି ଫର୍ମେସନ୍ କଲି ମୁଁ ବାହାରକୁ ଗଲି। ବାହାରକୁ ଯିବା ପରେ ଆମର ଓଡ଼ିଶା ଜୀବିକା ମିଶନ ବୋଲି ଆରମ୍ଭ ହୋଇଥିଲା 2000 ଆମର 8ରେ ଏସ୍ଏଚ୍ଜି ଫର୍ମେସନ୍ କରି ଏସ୍ଏଚ୍ଜି ସେମିତି ଥିଲା। ଯେତେବେଳେ ଓଡ଼ିଶା ଜୀବିକା ମିଶନ ଆସିଲା, ଆମମାନଙ୍କୁ ସବୁ ଷ୍ଟାଫ୍ ସମସ୍ତେ ଗାଇଡ଼୍ କରନ୍ତି। CRP, MBK, ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର, ଏମିତି ସବୁ ଷ୍ଟାଫ୍ ହୁଅନ୍ତି। ସେ ଷ୍ଟାଫ୍ ମାନେ ମୋତେ ଆମମାନଙ୍କୁ ଗାଇଡ଼୍ କରନ୍ତି ଏସ୍ଏଚ୍ଜିକୁ। ଲକ୍ଷପତି ଦିଦି ବନିବାର ପ୍ରୟାସ କେବେଠାରୁ ଆରମ୍ଭ କଲେ ଏବଂ ଏ ନେଇ ଏ ଚିନ୍ତାଧାରା ଆପଣଙ୍କ ମନରେ କେବେଠାରୁ ଉଦୟ ହୋଇଛି? ମୁଁ ଆମର ମା ସମଲେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀରେ ମୁଁ ଜଣେ ସଦସ୍ୟା। ଆମର ପ୍ରଧାନମନ୍ତ୍ରୀଙ୍କର ଗୋଟେ ସ୍କିମ୍ ଥିଲା, ଯେହେତୁ ସେଇଟା ଗୋଟେ ଲକ୍ଷପତି ଦିଦି। ମୁଁ ଯେତେବେଳେ ଏସ୍ଏଚ୍ଜିରେ ଥିଲି, ଆମେ ଏସ୍ଏଚ୍ଜିରୁ କିଛି କାମ କରୁନଥିଲୁ। ଆମର ଓଡ଼ିଶା ଜୀବିକା ମିଶନ ଯେତେବେଳେ ଆସିଲା, ଆମେ ସେଥିରେ ବହୁତ ଆମକୁ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ପ୍ରକାର ଆମକୁ ଫାଇନାନ୍ସିଆଲ ହେଲ୍ପ କଲେ, ସ୍କିଲ୍ ଉପରେ ଆମକୁ ଟ୍ରେନିଂ ଦେଲେ, ଆଉ ବିଭିନ୍ନ ପ୍ରକାର ଯେତେବେଳେ ଟ୍ରେନିଂ ଦେଲେ ଆମକୁ ବହୁତ ଇଚ୍ଛା ଶକ୍ତି ହେଲା ଯେ ମୁଁ ସେ ଲକ୍ଷପତି ଦିଦି ହେବି ବୋଲି ମୋର ଗୋଟେ ଲକ୍ଷ୍ୟ ଥିଲା। ଯେହେତୁ ମୋର ସେ ଲକ୍ଷ୍ୟକୁ ମୁଁ ଆଜି ମୋ ସ୍ୱପ୍ନକୁ ମୁଁ ଆଜି ସେ ଜାଗାରେ ସାକାର କରିପାରିଛି, ତେଣୁକରି ମୁଁ ଆଜି ଲକ୍ଷପତି ଦିଦିରେ ପରିଚିତ ହେଇଛି। ଲକ୍ଷପତି ଦିଦି ଆପଣ ଏବେ ବନିଛନ୍ତି, କିନ୍ତୁ ଏହା ପୂର୍ବରୁ ଆପଣଙ୍କର ପରିସ୍ଥିତି କିପରି ଥିଲା ତାକୁ ନେଇ କ'ଣ କହିବେ? ମୁଁ ଆଗରୁ ଗୋଟେ ହାଉସ୍ ୱାଇଫ୍ରେ ଥିଲି। ମୁଁ କିଛି କାମ କରୁନଥିଲି, ଘରେ ହିଁ ରହୁଥିଲି। ଯେତେବେଳେ ଆମର ପ୍ରଧାନମନ୍ତ୍ରୀଙ୍କର ଯେଉଁ ସ୍କିମ୍ ଲକ୍ଷପତି ଦିଦି ଆସିଲା, ଆଉ ମୁଁ ଏସ୍ଏଚ୍ଜିରୁ ଫାଷ୍ଟ ବିଦ୍ୟୁତ ବିଲ୍ କଲେକ୍ସନ୍ କରୁଥିଲି।
ତାପରେ ମୁଁ ମାନେ ବୃକ୍ଷ ଗୋଟେ ରୋପଣ ବି କରୁଥିଲି। ତା ସହିତ ଛତୁ ବି କଲି, ସେଥିରେ ହାରାସମେଣ୍ଟ ହେଇଯାଇଥିଲି, ତଥାପି ମୁଁ ହାରି ନଥିଲି। ଯେହେତୁ ମାନେ ହାରିଲେ ହିଁ ଜିତିବି, ମୋର ସେ ମାନେ ମୋର ସେ ଇଏ ଥିଲା। ତେଣୁକରି ମୁଁ ସେ ଜିଦ୍ରେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଯେତେବେଳେ ଲକ୍ଷପତି ଦିଦି ସ୍କିମ୍ ଆସିଲା, ଆମ ପ୍ରଶାସନ ତରଫରୁ ଆମକୁ ବିପିଏମ୍, ଡିପିଏମ୍, ବିଡ଼ିଓ, ସିଡ଼ିଓ ମ୍ୟାଡ଼ାମ୍, କଲେକ୍ଟର ସାର୍ ସମସ୍ତଙ୍କ ସପୋର୍ଟରେ ମୁଁ ଆଜି ଲକ୍ଷପତି ଦିଦି ହେଇପାରିଛି। ଯେମିତିକି ମୁଁ ପୋଲଟ୍ରି ଫାର୍ମ କରିବି ବୋଲିକି ମୋତେ ଇଚ୍ଛା ଶକ୍ତି ହେଲା। ସେ ପୋଲଟ୍ରି ଫାର୍ମକୁ ମଧ୍ୟ ଆମେ କନଭର୍ଜେନ୍ସରେ କରାଇ ଦେଇଥିଲେ। ମୋତେ ପାଣିର ଅଭାବ ଥିଲା, ତାକୁ ମୋତେ ଏନ୍ଆର୍ଜିଏସ୍ ମାଧ୍ୟମରେ ମଧ୍ୟ ମୋତେ ପାଣିର ସୁବିଧା ବି ଯୋଗାଇ ଦେଇଥିଲେ। ଆଉ ଏଇସବୁ ଜିନିଷ ଯୋଗାଇ ଦେବା ପରେ ମୋତେ ଫାଇନାନ୍ସିଆଲ୍ ମଧ୍ୟ ଏସ୍ଏଚ୍ଜିରୁ ମୁଁ 3 ଲକ୍ଷ ଟଙ୍କା, 2 ଲକ୍ଷ ଟଙ୍କା, ଜିପିଏଲ୍ଏଫ୍ରୁ 50,000 ଟଙ୍କା, ବିଆର୍ଏଫ୍ରୁ ଗୋଟେ 50,000, ମୁଁ 3 ଲକ୍ଷ ଟଙ୍କା ଋଣ ଆଣିକି ଯେତେବେଳେ ମୁଁ ଇନଭେଷ୍ଟମେଣ୍ଟ କଲି, ମୁଁ ପୋଲଟ୍ରି ଫାର୍ମରେ ମୋର ବାର୍ଷିକ ଆୟ 3-4 ଲକ୍ଷ ପର୍ଯ୍ୟନ୍ତ ମୁଁ ଲାଭାଂଶ ପାଉଛି। ଆଉ ଆଜି ଲକ୍ଷପତି ଦିଦିରେ ମୁଁ ପରିଚିତ ହେଇଛି। ମୋର ଆଗକୁ ମୋତେ ଯେଉଁ ରାଷ୍ଟ୍ରପତିଙ୍କ ଠାରୁ ଯେଉଁ ଲକ୍ଷପତି ଦିଦି ହେବା ଯୋଗୁଁ ଯେଉଁ ମୋତେ ଏତେ ବଡ଼ ଯେଉଁ ଇନଭାଇଟ୍ ହେଇଛି, ମୁଁ ବହୁତ ଉତ୍ସାହିତ ଅଛି। ଆଉ ମୁଁ ଆଗକୁ ମାନେ ଆହୁରି ଉତ୍ସାହିତ ହେବା ପାଇଁ ମୁଁ ଲକ୍ଷପତି ଦିଦିରୁ ମୁଁ କୋଟିପତି ଦିଦି ହେବା ପାଇଁ ମଧ୍ୟ ମୋର ଲକ୍ଷ୍ୟ ଅଛି। ତାକୁ ଯଦି ପ୍ରଶାସନ ତରଫରୁ ଆହୁରି ଯଦି ସାହାଯ୍ୟ ସହଯୋଗ ମିଳିବ, ତାହେଲେ ନିଶ୍ଚୟ ଆମେ କୋଟିପତି ଦିଦିରେ ମଧ୍ୟ ପହଞ୍ଚି ପାରିବୁ। ଲକ୍ଷପତି ଦିଦି ବନିବା ପାଇଁ କିଛି ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ରହିଛି କି? ଆପଣଙ୍କର ଶିକ୍ଷାଗତ ଯୋଗ୍ୟତା କ'ଣ? ଲକ୍ଷପତି ଦିଦି ହେବା ପାଇଁ ଶିକ୍ଷାଗତ ଯୋଗ୍ୟତାର କିଛି ଆମକୁ ଆବଶ୍ୟକ ନାହିଁ। ଯେମିତିକି କଠିନ ପରିଶ୍ରମ, ନିଜର ଇଚ୍ଛା ଶକ୍ତି, ଏଇ ଦୁଇଟା ଥିଲେ ଆମେ ନିଶ୍ଚୟ ଲକ୍ଷପତି ଦିଦି ବନିପାରିବା। ତା ସହିତ ଏବେ ଯେମିତି ଯେଉଁ ଆମର ପ୍ରଶାସନ, ଜିଲ୍ଲା ପ୍ରଶାସନ ତରଫରୁ ସବୁ ଯେଉଁ ଆମକୁ ସବୁ ପ୍ରକାର ମାନେ ଗାଇଡ଼ ହେଉଛି, ଫ୍ୟାସିଲିଟେଟ୍ ଦେଉଛି, ସବୁ ପ୍ରକାର ତାଲିମ ଦେଉଛନ୍ତି, ସେ ତାଲିମ ଥିଲେ ଆମେ ନିଶ୍ଚୟ ଆମେ ଲକ୍ଷପତି ଦିଦି ହେଇପାରିବା। ତେବେ ମୋଟାମୋଟି ଭାବେ କହିବାକୁ ଗଲେ ଲକ୍ଷପତି ଯୋଜନା ହେଉଛି ମହିଳାଙ୍କ ପାଇଁ ଏହି ଯୋଜନାଟି ଉଦ୍ଦିଷ୍ଟ ଏବଂ ମହିଳାମାନେ କିଭଳି ରୋଜଗାରକ୍ଷମ ହୋଇପାରିବେ ଏବଂ ପ୍ରତିଟି ମହିଳା ଲକ୍ଷପତି ହୋଇପାରିବେ, ସେ ଲକ୍ଷ୍ୟ ନେଇ ଏହା ହେଉଛି କେନ୍ଦ୍ର ସରକାରଙ୍କର ଏକ ବଡ଼ ପଦକ୍ଷେପ। ଯେମିତି କାଳିଆବାଲିର ଏସ୍ ଜ୍ୟୋତି ରେଡ୍ଡି, ସିଏ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର ପ୍ରଥମ ମହିଳା ଲକ୍ଷପତି ଦିଦି ବନିବାରେ ସୌଭାଗ୍ୟ ଅର୍ଜନ କରିଛନ୍ତି। କାରଣ ତାଙ୍କର ଏଥିପାଇଁ କୌଣସି ଲକ୍ଷପତି ଦିଦି ବନିବା ପାଇଁ କୌଣସି ଶିକ୍ଷାଗତ ଯୋଗ୍ୟତାର ମଧ୍ୟ ଆବଶ୍ୟକ ନାହିଁ। ସେ ଯାହା ବି ପଢ଼ୁନା କାହିଁକି ସେ ଜଣେ ମହିଳା ଲକ୍ଷପତି ଦିଦି ବନିପାରିବ। ଏଥିପାଇଁ କେବଳ ଆବଶ୍ୟକ ତାଙ୍କର ଦୃଢ଼ ଇଚ୍ଛାଶକ୍ତି, ଦୃଢ଼ ମନୋବଳ ଏବଂ କଠିନ ପରିଶ୍ରମ, ଯାହା ପ୍ରତିଟି ମହିଳାଙ୍କୁ ଲକ୍ଷପତି ଦିଦି କରାଇପାରିବ। ଏବଂ ପ୍ରତିଟି ମହିଳା ଯେକୌଣସି ସ୍ୱୟଂ ସହାୟକ ସଂସ୍ଥାର ସଦସ୍ୟ ହେବା ଆବଶ୍ୟକ ଏବଂ ଏଥିପାଇଁ ମଧ୍ୟ ସରକାରଙ୍କର ପ୍ରୋତ୍ସାହନ ରହିଛି। ସରକାରଙ୍କ ତରଫରୁ ମଧ୍ୟ ମହିଳାମାନଙ୍କୁ ସେମାନଙ୍କର ଦକ୍ଷତା ବିକାଶ କରିବା ପାଇଁ ଉତ୍ତମ ରୂପେ ତାଲିମ ପ୍ରଦାନ କରାଯାଉଛି। ଯେଉଁ ତାଲିମ ପ୍ରଦାନ ଦ୍ୱାରା ପ୍ରତିଟି ମହିଳା ସ୍ୱାବଲମ୍ବୀ ହୋଇପାରିବ, ରୋଜଗାରକ୍ଷମ ହୋଇପାରିବ ଏବଂ ଆଗକୁ ମଧ୍ୟ ବଢ଼ିପାରିବ ଏବଂ ଲକ୍ଷପତି ଦିଦି ବନିବାର ସୌଭାଗ୍ୟ ଅର୍ଜନ କରିପାରିବେ। ତେଣୁ ଆମେ ମଧ୍ୟ ଚାହୁଁଛୁ ଯେମିତି ଏସ୍ ଜ୍ୟୋତି ରେଡ୍ଡି, ଯିଏକି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଲକ୍ଷପତି ଯୋଜନା ଦିଦି କାର୍ଯ୍ୟକ୍ରମକୁ ଦେଖି ସେ ଉତ୍ସାହିତ ହୋଇଥିଲେ ଏବଂ ଆଗକୁ ବଢ଼ିବାକୁ ଚେଷ୍ଟା କରିଥିଲେ ଏବଂ ସେ ଆଗକୁ ମଧ୍ୟ ବଢ଼ିଛନ୍ତି। ଆଉ ଶେଷରେ ଯେତେବେଳେ ରାଷ୍ଟ୍ରପତି ମହୋଦୟଙ୍କର ନିମନ୍ତ୍ରଣ ତାଙ୍କ ନିକଟରେ ଆସି ପହଞ୍ଚିଛି, ସେତେବେଳେ ସେ ଆହୁରି ଉତ୍ସାହିତ ହୋଇଯାଇଛନ୍ତି ଏବଂ ବର୍ତ୍ତମାନ ସେ ରାଷ୍ଟ୍ରପତି ଭବନକୁ ସ୍ୱାଧୀନତା ଦିବସ 79ତମ ସ୍ୱାଧୀନତା ଦିବସ ଉପଲକ୍ଷେ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେ ମଧ୍ୟ ଏବେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ପାଇଁ ବ୍ୟାକୁଳ ହୋଇ ଉଠି ପଡ଼ିଲେଣି।